ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ ଚିକେନ୍ ସୁପ୍ ଅନେକ ପ୍ରକାର କରି ପିଇଥିବେ। ଥରେ ମୋ ପରି ବନେଇ ଦେଖିବେ, ଖାଇବେ, ବହୁତ ଭଲ ଲାଗିବ। ପ୍ରଥମେ କଡ଼େଇରେ ପାଣି ନେଇଯିବେ, ପାଣି ଫୁଟିଗଲେ ଚିକେନ୍ ପିସ୍ ଦେଇଦେବେ। ବୋନଲେସ୍ ଚିକେନ୍ ମୁଁ ନେଇଛି, ବୋନଲେସ୍ ଚିକେନ୍ ନେଲେ ଭଲ। ସେଥିରେ ଗୋଟେ ତେଜପତ୍ର, ଅଦା ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଅଳ୍ପ ଲୁଣ ଦେଇ ଘୋଡ଼ଣୀ ଦେଇ 10 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିଦେବେ। ତାପରେ 10 ମିନିଟ୍ ପରେ ଘୋଡ଼ଣୀ ଖୋଲି ଚିକେନ୍ ପିସ୍କୁ ବାହାର କରିଦେବେ। ସିଝି ଯାଇଥିବ ଚିକେନ୍, ତାକୁ ଛୋଟ ଛୋଟ ଖଣ୍ଡ କରିଦେବେ। ଛୋଟ ଛୋଟ ଖଣ୍ଡ ହେଲେ ହିଁ ଚିକେନ୍ ସୁପ୍ରେ ପଡ଼ିବ ନା। ତାପରେ ସେ ଯେଉଁ ଚିକେନ୍ ସିଝିଥିବ, ଯେଉଁ ପାଣିଟା ଥିବ, ଚିକେନ୍ ଷ୍ଟକ୍ଟା ଥିବ, ତାକୁ ଛାଣିଦେବେ। ଛାଣିକି ଗୋଟେ ଜାଗାରେ ରଖିଦେବେ। ତାପରେ କଡ଼େଇ ନେଇଯିବେ, ସେଇଥିରେ ସେ ଚିକେନ୍ ସୁପ୍ଟା ଯେଉଁ ଛାଣିଥିବେ ଷ୍ଟକ୍ଟା ଦେଇଦେବେ। ସେଇଥିରେ ଚିକେନ୍ ପିସେସ୍ ସବୁ ଦେଇଦେବେ। ସେଥିରେ ଅଳ୍ପ ଲୁଣ ଦେବେ, ଟିକେ ଗୋଲମରିଚ ଗୁଣ୍ଡ ଦେବେ, ତାକୁ ଟିକେ ଗୋଳେଇ ଦେବେ। ତାପରେ ଟିକେ ସେଥିରେ ଭିନେଗାର ଦେବେ, ତାପରେ ସୋୟା ସସ୍ ଦେବେ। ଦେଇକି ତାକୁ ଭଲ ଭାବରେ ମିଶାଇ ଦେବେ। ମିଶିଗଲା ପରେ ସେଥିରେ ଟିକେ ଗ୍ରୀନ୍ ଚିଲି ସସ୍ ଦେଇଦେବେ। ତାପରେ କର୍ନ ପାଉଡ଼ରକୁ, କର୍ନ ଫ୍ଲୋର୍କୁ ଟିକେ ପାଣିରେ ଗୋଳେଇକି ସେଇଟା ଦେଇଦେବେ। କର୍ନ ଷ୍ଟାର୍ଚଟା ଦେଇକି ଗୋଳେଇବେ। ସେଇଟା ଟିକେ ବହଳିଆ ହେବ ନା ସସ୍ଟା, ମାନେ ସୁପ୍ଟା ଟିକେ ବହଳିଆ ନହେଲେ ସୁପ୍ଟା ଭଲ ଲାଗିବନି ପାଟିକି। ତାପରେ ଗୋଟେ ଅଣ୍ଡାକୁ ଭାଙ୍ଗିକି ରଖିଥିବେ। ସେଇ ଅଣ୍ଡା ଧଳା ହଳଦିଆ ପୁରା ଭାଙ୍ଗି ଦେଇଥିବେ, ଗୋଟେ ଅଣ୍ଡାଟା ପୁରା ଭାଙ୍ଗିଦେବେ। ଆଉ ସେଇଟାକୁ ସେଇଥିରେ ଦେଇଦେବେ, ଦେଇକି ଭଲ ଭାବରେ ଗୋଳେଇବେ। ଅଣ୍ଡାଟା ଗୋଳେଇଲେ ସେଇଟା ଛୋଟ ଛୋଟ ଖଣ୍ଡ ଖଣ୍ଡ ହେଇକି ମିଶିଯିବ। ଅଣ୍ଡା ଚିକେନ୍ ସୁପ୍ରେ ପଡ଼ିଲେ ହିଁ ଭଲ ଲାଗେ, ସେଇଟା ଗୋଟେ ଅଲଗା ଫ୍ଲେଭର୍ ଆଣିବ, ଭଲ ଲାଗିବ, ଫୁଟି ଉଠିବ। ସେଥିରେ ଚାହିଁଲେ ଆପଣ ବଟର୍ ଟିକେ ଦେଇପାରିବେ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ଫଲୋ କରିଦେବେ। ମୋର ଭିଡ଼ିଓ ଗୁଡ଼ିକୁ ଲାଇକ୍, କମେଣ୍ଟ, ସେୟାର ମଧ୍ୟ କରିଦେଉଥିବେ।